ନାରୀ ବିନା ସୃଷ୍ଟି ସମ୍ଭବ ନୁହେଁ। ନାରୀଟିଏ କେବେ ଝିଅ, କେବେ ସେ ସ୍ତ୍ରୀ, କେବେ ଜନନୀ, କେବେ ସେ ଭଉଣୀ। ତାକୁ ଆମେ ସମ୍ମାନ ଅଧିକାର ଦେବା ଉଚିତ। ହେଲେ ଆମ ସମାଜରେ କେତେ ଯେ ସେ ଅବହେଳିତ, ଏପରିକି ସେ ସୁଖରେ କେବେ ନିଶ୍ୱାସ ମାରିପାରେ ନାହିଁ। ଦିନକୁ ଦିନ ତା ଉପରେ ଅତ୍ୟାଚାର ବଢ଼ି ଚାଲିଛି। ତିତିଲି 15 ବର୍ଷର ଝିଅଟିଏ। ତା ମନରେ ଅନେକ ସ୍ୱପ୍ନ। ହେଲେ ତା ଜୀବନରେ କେତେ ଯେ ବତାସ ବହିଛି ତାର କଳ୍ପନା ନାହିଁ। ସେଇ ତିତିଲି ଯିଏକି ଆମ ସମସ୍ତଙ୍କ ଭିତରେ ରହିଛି। ଶରତ କୁମାର ଦାସଙ୍କ କଲମରୁ ସେ ତିତିଲିକୁ ନେଇ ଏକ ସୁନ୍ଦର କବିତା। ଆସନ୍ତୁ ଜାଣିବା କବିତାରେ କ'ଣ ଅଛି। କବିତାର ଶୀର୍ଷକ କେବେ ଭାବିଥିଲୁ କି ତିତିଲି? ତୋ 15 ବର୍ଷର ବୟସ ଭିତରେ ସ୍ୱପ୍ନରେ ବି କେବେ ଭାବିଥିଲୁ କି ତିତିଲି? ତୋ ଆଖି ଆଗରେ ଦୁନିଆଟା ପାଲଟିଯିବ ରାକ୍ଷସ। 10 ଦିଗ ପାଳକୁ ସାକ୍ଷୀ ରଖି ଜନ୍ମ ଜନ୍ମାନ୍ତର ହାତ ନ ଛାଡ଼ିବାର ସଂକଳ୍ପ ନେଇ ପ୍ରିୟତମାର ନରମ ହାଡ଼ ମାଂସକୁ ଲୁହା କଡ଼େଇରେ ସିଝେଇ ସୁଖ ନିଦ୍ରାରେ ସ୍ୱପ୍ନ ଦେଖୁଥିବ ସ୍ୱାମୀ। ଆଲୋକ ଦେଖିବା ଆଗରୁ ମା ପେଟରୁ କନ୍ୟା ଭ୍ରୂଣଟିକୁ ହତ୍ୟା କରି ଆଶ୍ୱସ୍ତିର ନିଶ୍ୱାସ ମାରିବ ଜନ୍ମଦାତା। ତୁ ରାସ୍ତାରେ ଯେବେ ପାଦ ବଢ଼େଇବୁ ତୋ ଚାରିପାଖରେ ଘୂରି ବୁଲିବେ ଉନ୍ମାଦ। ତୁ ଯାହା ଦେଖି ସତ ଭାବିଲୁ ସେ ସବୁ ତୋ ସରଳ ବିଶ୍ୱାସରୁ। ତୋ ଘର ଆଉ ରାସ୍ତା ଭିତରେ ଲମ୍ବୁଥିଲା ଖାଲି ଖାଲି ପଣର ଛାଇଟିଏ, ତୋତେ ଟାଣି ନବାକୁ ମୃତ୍ୟୁର ଗହ୍ୱର ଭିତରକୁ। ଏ ଅବିବେକୀ ସମୟ, ମହକ ବୁଣୁଥିବା ତୋ ବୟସ, ଦିନେ ପାଲଟି ଗଲା ତୋ ପାଇଁ ପିଶାଚ। ତୁ ତିନିଟା ମୃତ୍ୟୁକୁ ଡେଇଁ ଧୋଇ ପାରିଲୁ କି ତୋ ଛାତିର ପୀଡ଼ା ଅସରା ଅସରା ଲୁହରେ? ଜାଣେ ତୁ ଦୁର୍ବଳ ନଥିଲୁ। ତୋତେ ସୁରକ୍ଷିତ ରଖିବା ପାଇଁ ତୋ ନିରୀହପଣ ନିଃସ୍ୱାର୍ଥ ବିଚାର ତୋତେ କେବେ ବଞ୍ଚେଇଛି କହ? ଶେଷରେ ବର୍ଷ ବର୍ଷ ଧରି ତୁ ହେଲୁ ଲହୁଲୁହାଣ। ତୋତେ କାଳ କାଳ ଏ ନିଷ୍ଠୁର ସତ୍ୟକୁ ମାନି ନେବାକୁ ହେବ। ତୋତେ ପ୍ରଶସ୍ତ କରିବା ପାଇଁ କେହି ବଢ଼େଇ ଦେବେନି ସାହାଯ୍ୟର ହାତ। ତୁ ଜଳ ଖୋଜୁଥିବା ତୃଷିତ ଓଠରେ ଢାଳି ଦେବ ଯେଉଁ ଆଞ୍ଜୁଳାଏ ଜଳ, ସେ ତୋ ପାଇଁ ହବ ଘାତକ। ତୋତେ ତୋ ପୂର୍ଣ୍ଣତାର ସ୍ୱାଦ ଚାଖିବା ପାଇଁ ଏତିକି କହିବି, ତୁ କୁଳୁକୁଳୁ ନାଦିନୀ ନଈଟିଏ ହେଇ ବହି ଯାଆନା। ନିଜକୁ ସମର୍ପି ଅକାଳରେ ମୃତ୍ୟୁକୁ ଡାକନା। ତୁ ତ ମହିଷା ମର୍ଦିନୀ ମହାଭୟଙ୍କରୀ ମା ଦୁର୍ଗା। ଥରେ ଖଡ୍ଗ ଉଠେଇ ଚେତେଇ ଦେ, ତୋ ଉପରେ ଆକ୍ରମଣରେ ମହାପ୍ରଳୟ ନିଶ୍ଚିତ ହେଇଯିବ ସୃଷ୍ଟି। କେମିତି ଲାଗିଲା କବିତାଟି? ହୃଦୟସ୍ପର୍ଶୀ ନା? ତାହେଲେ ତ କ'ଣ କରିବେ ଜାଣିଛନ୍ତି? ଭିଡ଼ିଓ ଟିକେ ଲାଇକ୍ କରିଦେବେ, ଆମକୁ ଭଲ ଲାଗିବ। ଭିଡ଼ିଓ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ଉପସ୍ଥାପନାରେ ଯଦି କିଛି ଦୋଷ ତ୍ରୁଟି ରହିଗଲା କ୍ଷମା କରିବା ଅନାମିକାକୁ। ଆସିବା ଆଉ ଏକ କବିତା ସହିତ ଆପଣମାନଙ୍କ ପାଖକୁ। ସେ ପର୍ଯ୍ୟନ୍ତ ଆଜ୍ଞା ଦିଅନ୍ତୁ। ନମସ୍କାର।